ଷ୍ଟାର କ୍ରିକେଟ ଖେଳାଳି ବିରାଟ କୋହଲି ଭାରତୀୟ କ୍ରିକେଟ ଦଳର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ। ତାଙ୍କୁ ନେଇ ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟିଂ କୋଚ୍ ଥିବା ସଞ୍ଜୟ ବାଙ୍ଗର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ବିରାଟ ଅଧିନାୟକ ଛାଡ଼ି ବହୁତ ବଡ଼ ଭୁଲ କରିଛନ୍ତି ବୋଲି କହିଛନ୍ତି। ସଞ୍ଜୟ ବଙ୍ଗର କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ଭାବୁଛି ଯେ ବିରାଟ କୋହଲି ଅତ୍ୟନ୍ତ ପକ୍ଷେ ଟେଷ୍ଟ ଦଳର ଅଧିନାୟକ ହେବା ଉଚିତ। ବିରାଟ କୋହଲି 65ଟି ଅଧିକ ଟେଷ୍ଟ ମ୍ୟାଚରେ ଭାରତର ଅଧିନାୟକତ୍ୱ କରିଛନ୍ତି। ତେଣୁ ସେ ଟେଷ୍ଟ ଅଧିନାୟକ ଜାରି ରଖିବାର ଥିଲା। ସେ ଦାୟିତ୍ୱ ଛାଡ଼ିବାର ନଥିଲା। 2022ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ବିରାଟ କୋହଲି ଅଧିନାୟକତ୍ୱ ଛାଡ଼ିଥିଲେ। ତାଙ୍କ ଅଧୀନରେ ଭାରତ ଆଜି ପର୍ଯ୍ୟନ୍ତ ସର୍ବାଧିକ 40ଟି ଟେଷ୍ଟ ମ୍ୟାଚ୍ ଜିତିଛି। ବିରାଟ କୋହଲି ତାଙ୍କ କ୍ୟାରିୟରରେ 68ଟି ଟେଷ୍ଟ ମ୍ୟାଚରେ ଭାରତ ପାଇଁ ଅଧିନାୟକତ୍ୱ କରିଥିଲେ, ଯେଉଁଥିରେ ଦଳ 40 ଥର ଜିତିଥିଲା। MS ଧୋନି ଏବଂ ସୌରଭ ଗାଙ୍ଗୁଲିଙ୍କ ତୁଳନାରେ ତାଙ୍କ ବିଜୟ ପ୍ରତିଶତ ବହୁତ ଭଲ। 2014-2015ରେ ଅଷ୍ଟ୍ରେଲିଆ ଗସ୍ତର ସମୟ କୋହଲି ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆର ଦାୟିତ୍ୱ ନେଇଥିଲେ। ଏହାପରେ ସେ ଜଣେ ଅଧିନାୟକ ଭାବରେ ହାରାହାରି 54.80 ହାରରେ ଭାରତ ପାଇଁ 5,874 ରନ୍ ସ୍କୋର କରିଛନ୍ତି। ବିରାଟ କୋହଲି ମାନସିକତା ଦଳକୁ ଯଥାସମ୍ଭବ ବିଦେଶରେ ଜିତିବାର ସାହାଯ୍ୟ କରିଥାଏ ବୋଲି ବାଙ୍ଗର କହିଛନ୍ତି। କାରଣ ସେହି ସମୟରେ ଭାରତ ଘରୋଇ ପଡ଼ିଆରେ ପ୍ରାଧାନ୍ୟ ବିସ୍ତାର କରି ଆସୁଥିଲା। ପୂର୍ବତନ ବ୍ୟାଟିଂ ପ୍ରଶିକ୍ଷକ କହିଛନ୍ତି, ଘରୋଇ ପଡ଼ିଆରେ ଅନୁଷ୍ଠିତ ମ୍ୟାଚ୍ 75% ଅଧିକ ମ୍ୟାଚ୍ ଜିତିବ ବୋଲି ଭାରତ ନିଶ୍ଚିତ। ଏହି କାରଣରୁ କୋହଲି ଚାହୁଁଥିଲେ ଯେ ଭାରତ ବିଦେଶୀ ମ୍ୟାଚରେ ଭଲ ପ୍ରଦର୍ଶନ କରୁ ବୋଲି।